ଘରଟେ କରିବ ଭାଇ କେତେ ଖର୍ଚ୍ଚ ତାର ହିସାବ ନାହିଁ। ଜଣେ ଲୋକ ଯଦି ଏ ଯୁଗରେ ଯଦି ଘରଟେ କରିକି ତାକୁ ଯଦି ଫେନ୍ସିଂ କରିବା ପାଇଁ ଚାହିଁବ, ପଇସା ସିଏ ପ୍ରବଳ ପଇସା ଥିବା ଦରକାର। ଆପଣମାନେ ନିଜେ ଚିନ୍ତା କରନ୍ତୁ, ମୋର ଏ ଘରଟି 1700 ସ୍କୋୟାର ଫୁଟ୍ ହେବ। ଖାଲି ସାମ୍ନା ବଙ୍ଗଳାଟା 10 ଫୁଟର 18 ଫୁଟ ଅଛି। ଏତିକକୁ ମୁଁ ଡିଜାଇନ୍ କରିଛି, ଆଉ ମେନ୍ ଏଇ ଟାଲି ଫାଲି ପଡ଼ିଛି, ଆଉ ଘର ଭିତରେ ସବୁ ଟାଲି ପଡ଼ିଯାଇଛି। କିନ୍ତୁ ଏତିକିର କେତେ ଖର୍ଚ୍ଚ ମାନେ ତୁଳନା ନାହିଁ ଭାଇ। ଗୋଟେ ଘରଟେ ଯଦି କରିବୁ, ପଇସା ଯଦି ଦୁଇ ଆଡ଼ୁ ଯଦି ଆସୁଥିବ, ଜଣେ ଯଦି କରୁଥିବ, ରୋଜଗାର କରୁଥିବ, ତେବେ ଯାଇ ଗୋଟେ ଘର କମ୍ପ୍ଲିଟ୍ କରିପାରିବ। ନ ଜମା କରିପାରିବନି। ଦେଖୁନ ଏ ସିନିୟର ଗୋଟେ ନେଇଯାଉଛନ୍ତି 2500 ଟଙ୍କା, ଏଇଟା 2-4ଟା, ବୁଝିଲ ନା। ଏଇ ଉପରେ ଯେଉଁ ଡିଜାଇନଟା ରଖିଛି, ଏଇ ଡିଜାଇନଟା ଚାରିପଟେ ଗୋଟେ ବୋର୍ଡ଼ଟେ ଚଲାଯିବ। ସେଇଟା ଭଲ ଲାଗିବ ବୋଧେ। ଆପଣମାନେ କମେଣ୍ଟ ମୋତେ ନିହାତି ଜଣେ ଭଲ ଲାଗୁଛି କି ନାହିଁ। ସେଇଟା ମୁଁ ଟୋଟାଲ୍ ବୁଲେଇମି, ଦେଖିନିଅନ୍ତୁ। ଟୋଟାଲ୍ ଏଇଟା ସବୁ ବୁଲା ସରିଗଲା, ପୁରା କମ୍ପ୍ଲିଟ୍ ହେଇଯାଇଛି। କମ୍ପ୍ଲିଟ୍ ହେଲା ପରେ ଦେଖନ୍ତୁ କେଉଁ ଭଳିଆ ଲାଗୁଛି। ଯଦି ଭଲ ଲାଗୁଥିବ ନିହାତି ମୋତେ ଟିକେ କମେଣ୍ଟରେ ଜଣାଇବେ। ଲାଇକ୍ ସେୟାର କମେଣ୍ଟ କରିବେ ନିହାତି। ଦେଖନ୍ତୁ ଆମର ମେନ୍ ଡୋର୍ଟି ଲାଗିଛି। ଏ ମେନ୍ ଡୋର୍ଟି କେତେ ଟଙ୍କା ଖର୍ଚ୍ଚ ହେଇଥିବ ନିହାତି ମୋତେ କମେଣ୍ଟରେ ଜଣାଇବେ, ମୁଁ କହିଦେବି। ଯଦି ଆପଣଙ୍କର ତିଆରି କରିବା ପାଇଁ ଅଛି ତାହେଲେ ମୋତେ ଜଣାଇବେ। ବହୁତ କମ୍ ରେଟ୍ରେ ଆପଣଙ୍କୁ ବନେଇକି ଦିଆଯିବ, କାରଣ ଭଲ ମିସ୍ତ୍ରୀ ଅଛି, କମ୍ ରେଟ୍ରେ ବନେଇକି ଦେଇଦେବ। ଚାଲନ୍ତୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କେମିତି ଯାଉ ଲାଗୁଛି। ଲାଇକ୍ ସେୟାର କମେଣ୍ଟ କରିବେ। ଘର କରିବ ଯାହା, ଗୋଟେ ସ୍ତ୍ରୀ ଲୋକକୁ ସଜେଇବ ସେଇଆ। ସ୍ତ୍ରୀ ଲୋକକୁ ସଜେଇଲେ ଯେତେ ଟଙ୍କା ଖର୍ଚ୍ଚ ହେବ, ଯେତେ ସଜାଉଥିବ ସଜେଇ ହେବନି। ସେରକମ ଗୋଟେ ଘରକୁ ସଜେଇ ଯଦି ଭାଇ ଯେତେ ଟଙ୍କା ଥିବ ସଜେଇ ପାରିବେନି। ହଉ ରଖୁଛି, ଜୟ ଜଗନ୍ନାଥ।